ओम शांति। कल्याणकारी भाग्य विधाता पिता परमात्मा भगवानंकर भाग्यशाली आत्मिक संतान मानंकु हृदयर सहित ईश्वरीय शुभ अभिनंदन, सुप्रभात, सुस्वागतम। वर्तमान एई वस्तुवादी दुनिया रे समस्ते परस्पर ठारू किछि ना किछि पाइबार आशा रखुछंती। किए शारीरिक सुस्थता, किए धन, किए विद्या इत्यादि। उदाहरण स्वरूप शिक्षकंक कहिबा मुताबक जेउ समय, जेतिकी समय एवं जेउठाकू पढ़िबा पाई डकौछंती ସେହି ଅନୁସାରେ ଛାତ୍ରମାନେ ଯାଇ ଉପସ୍ଥିତ ହେଉଛନ୍ତି, ଅନ୍ୟ ସବୁ କିଛିକୁ ପଛରେ ପକାଇ। କାରଣ ପ୍ରତିଯୋଗିତାମୂଳକ ପାଠପଢ଼ାରେ ଆଗକୁ ବଢ଼ିବାର ଏବଂ ନିଜର ଭବିଷ୍ୟ ଗଢ଼ିବାର ସ୍ୱପ୍ନ ସେମାନଙ୍କୁ ସେଥିପ୍ରତି ଆକର୍ଷିତ କରୁଛି, ତାହା ପୁଣି ଅନିଶ୍ଚିତତା ଭିତରେ। ସେଥିପାଇଁ ଶିକ୍ଷକଙ୍କ ଆଜ୍ଞାକୁ ଶିରୋଧାର୍ଯ୍ୟ କରୁଛନ୍ତି ଛାତ୍ରମାନେ, ଅନ୍ତରରେ ଥାଉ ବା ନଥାଉ। କେହି ଯଦି କିଛି ଦେବା ପାଇଁ କାହାକୁ ସମୟ ଦେଇ କହୁଛନ୍ତି କି ଅମୁକ ସମୟରେ ଆସ, ମୁଁ ତୁମକୁ କିଛି ମୂଲ୍ୟବାନ ଜିନିଷ ଦେବି, ତେବେ ପାଇବାର ଆଶା ଥିବା ବ୍ୟକ୍ତି ଜଣକ ନିଜର ସବୁ କାମଧନ୍ଦା ଛାଡ଼ି ସେହି ସମୟରେ ଯାଇ ଉପସ୍ଥିତ ହୋଇଯାଉଛି। ତେବେ ସବୁ କିଛି ନିର୍ଭର କରୁଛି ପାଇବାର ଆଶା ଉପରେ, ଜାଣି ସୁଦ୍ଧା କି ଏହା ଚିରସ୍ଥାୟୀ ନୁହେଁ ଏବଂ ଅନିଶ୍ଚିତ, ଏଥିପ୍ରତି ଏତେ ଯତ୍ନଶୀଳ ହେଉଛେ। ତେବେ ସ୍ୱୟଂ ଭଗବାନ ସତ୍ୟ ପିତା ଆସି କହୁଛନ୍ତି, ହେ ମୋର ପ୍ରିୟ ଆତ୍ମିକ ସନ୍ତାନମାନେ, ମୁଁ ଆସିଛି ତୁମକୁ ସତ୍ୟ ଜ୍ଞାନ ଏବଂ ସହଜ ରାଜଯୋଗ ଦ୍ୱାରା ମନୁଷ୍ୟରୁ ଦେବତା କରିବା ପାଇଁ। ଯିଏ ଭଗବାନ ସେ ତ ମିଥ୍ୟା କହିବେ ନାହିଁ। ତାହା ପୁଣି ଗ୍ୟାରେଣ୍ଟି ସହିତ କହୁଛନ୍ତି କି ତୁମ ପାଖରେ ଯେଉଁ ସବୁ ଅବଗୁଣ ବିକାର ଆଦି ଅଛି ସେଗୁଡ଼ିକୁ ମୋତେ ଦାନ କରିଦିଅ, ମୁଁ ତୁମକୁ ସତ୍ୟଯୁଗୀ ସ୍ୱର୍ଗ ଦୁନିଆର ମାଲିକ କରିଦେବି। ତେବେ ଏପରି ପିତାଙ୍କୁ କେତେ ଧନ୍ୟବାଦ ଦେବା ଉଚିତ। ହୃଦୟରୁ ପ୍ରତିକ୍ଷଣରେ ତାଙ୍କ ପ୍ରତି ଧନ୍ୟବାଦ ବାହାରିବା ଦରକାର। ତାଙ୍କ ଶ୍ରୀମତ ବା ଶ୍ରେଷ୍ଠ ମତରେ ଚାଲିବା ଆବଶ୍ୟକ। ସେହି ସତ୍ୟ ପିତାଙ୍କ ସହିତ ସତ୍ୟ ପ୍ରୀତି ବା ସ୍ନେହ ରଖିବା ଦରକାର, ଆଉ କୌଣସି ଦେହଧାରୀ ସହିତ ନୁହେଁ। ଭଗବାନ କହୁଛନ୍ତି, ଯେଉଁ ପିଲାମାନଙ୍କର ଶିବ ପିତାଙ୍କ ସହିତ ସ୍ନେହ ରହିଛି, ସେମାନେ କେବଳ ବାବାଙ୍କୁ ହିଁ ମନେ ପକାଇବେ, ତାଙ୍କ ମତରେ ହିଁ ଚାଲିବେ। ମନ, ବଚନ, କର୍ମରେ କାହାକୁ ବି ଦୁଃଖ ଦେବେ ନାହିଁ। କାହା ପ୍ରତି ମଧ୍ୟ ଘୃଣାଭାବ ରଖିବେ ନାହିଁ। ନିଜର ସବୁ ସମାଚାର ବାବାଙ୍କୁ ସଠିକ୍ ଭାବରେ ଦେବେ। କୁସଙ୍ଗଠାରୁ ନିଜକୁ ଦୂରେଇ ରଖିବେ ସଦାସର୍ବଦା। ଏହି ସଂସାର ଭିତରେ ରହି ମଧ୍ୟ ବୁଦ୍ଧି ଏକ ଶିବପିତାଙ୍କ ସହିତ ରଖିବେ। ନିଜକୁ ଆତ୍ମନିଶ୍ଚୟ କରି ନିମିତ୍ତ ହୋଇ ଶରୀର ଦ୍ୱାରା କର୍ମ କରି ଚାଲିବେ। ନିଶ୍ଚୟତା କାରଣରୁ ଧୈର୍ଯ୍ୟ ମଧ୍ୟ ରହିବ କି ପରମାତ୍ମା ପିତାଙ୍କ ଠାରୁ ମୋତେ ସବୁକିଛି ପ୍ରାପ୍ତ ହେଉଛି। ବୁଦ୍ଧିରେ ଏହା ରହିବ ଯେ ଅଧାକଳ୍ପ 5 ବିକାର ରୂପୀ ମାୟା ରାବଣ ରାଜ୍ୟରେ ମୁଁ ଅନେକ ଦୁଃଖ ଦେଖିଛି। ତେଣୁ ଏକ ପରମାତ୍ମାଙ୍କୁ
ବହୁତ ବହୁତ ସ୍ନେହର ସହିତ ୟାଦ କରି ଚାଲିବେ ବା ମନେ ପକାଇ ଚାଲିବେ। ଶିବ ବାବା କହୁଛନ୍ତି, ଏଇ ବିନାଶୀ ଦୁନିଆରେ ବିନାଶୀ ଧନ ପଦପଦବୀ ପ୍ରାପ୍ତ କରିବା ପାଇଁ ମନୁଷ୍ୟ ଶାରୀରିକ ପରିଶ୍ରମ, ମାନସିକ ପରିଶ୍ରମ, ସମୟ ନଷ୍ଟ ଏବଂ ଧନ ଖର୍ଚ୍ଚ କରୁଛନ୍ତି। ତାହା ପୁଣି ଅନିଶ୍ଚିତ, ପ୍ରାପ୍ତ ହୋଇପାରେ ବା ନ ହୋଇପାରେ। ପରନ୍ତୁ ମୁଁ ତୁମଠାରୁ କିଛି ନେଉନାହିଁ। ନା ତୁମେ ପଇସା ଖର୍ଚ୍ଚ କରୁଛ, ନା ଶାରୀରିକ କଷ୍ଟ ହେଉଛି, ନା ସମୟ ନଷ୍ଟ ହେଉଛି। କେବଳ ତୁମ ପାଖରେ ଯାହା ଦୁଃଖଦାୟୀ ଅଦରକାରୀ ଜିନିଷ ଅର୍ଥାତ୍ 5 ବିକାର ଅବଗୁଣ ଆଦି ଅଛି, ସେଗୁଡ଼ିକୁ ମୁଁ ତୁମଠାରୁ ଦାନ ରୂପରେ ନେଉଛି ଏବଂ କହୁଛି, ତୁମେ ତୁମର ସଂସାର ସମ୍ଭାଳ, ଘର ଗୃହସ୍ଥରେ ରୁହ, କିନ୍ତୁ ଏଇ ଅନ୍ତିମ ଜନ୍ମ ପବିତ୍ର ରୁହ, ମୋତେ ମନେ ପକାଇ ଚାଲ। ବାସ୍, ଆଉ କୌଣସି କଷ୍ଟ ଦେଉନାହିଁ। ପୁଣି ଗ୍ୟାରେଣ୍ଟି କରୁଛି ଯେ 21 ଜନ୍ମ ପାଇଁ ତୁମକୁ ସମ୍ପୂର୍ଣ୍ଣ ସୁଖ ଶାନ୍ତିର ସମ୍ପତ୍ତି ପ୍ରଦାନ କରିବି। ଏହି ସୃଷ୍ଟି ନାଟକ ଅନାଦି, ଅବିନାଶୀ, ସତ୍ୟ, ତ୍ରେତୟା, ଦ୍ୱାପର, କଳି ଏହିପରି ଅବିରାମ ଗତିରେ ଘୂରି ଚାଲିଛି। କିଛି ବି ନୂଆ ନୁହେଁ। କଳ୍ପ ପୂର୍ବେ ଯାହା ଘଟି ଯାଇଥିଲା, ଏବେ ତାହାର କେବଳ ପୁନରାବୃତ୍ତି ହେଇ ଚାଲିଛି। ସମସ୍ତେ ନିଜ ନିଜର ଅଭିନୟ କରି ଚାଲିଛନ୍ତି। ତେଣୁ ପ୍ରତ୍ୟେକ ଅଭିନେତାଙ୍କର ଅଭିନୟକୁ ଦେଖି କାହାକୁ ଘୃଣା କରିବା ଉଚିତ ନୁହେଁ। ମନ, ବଚନ ଏବଂ କର୍ମରେ କାହାକୁ ଦୁଃଖ ଦେବା ଉଚିତ ନୁହେଁ କି କାହାଠାରୁ ମଧ୍ୟ ଦୁଃଖ ନେବା ଉଚିତ ନୁହେଁ। ଶିବ ବାବାଙ୍କୁ ନିଜର ସମ୍ପୂର୍ଣ୍ଣ ଚାର୍ଟ ବା ହିସାବ କିତାବର ଖାତା ଦେବା ଉଚିତ। ବିନାଶ କାଳେ ପୂରା ପ୍ରୀତିବୁଦ୍ଧି ହୋଇ ରହିବା ଦରକାର। ଶ୍ରୀମତ ଆଧାରରେ ନିଜର ଚାଲିଚଳଣକୁ ଶ୍ରେଷ୍ଠ କରିବାକୁ ହେବ। କୁସଙ୍ଗଠାରୁ ନିଜକୁ ସର୍ବଦା ଦୂରେଇ ରଖିବାକୁ ପଡ଼ିବ। ବାବା କହୁଛନ୍ତି, ସୂକ୍ଷ୍ମ ପାପଗୁଡ଼ିକରୁ ମୁକ୍ତ ହୋଇ ସମ୍ପୂର୍ଣ୍ଣ ସ୍ଥିତିକୁ ପ୍ରାପ୍ତ କରୁଥିବା ସିଦ୍ଧି ସ୍ୱରୂପ ଆତ୍ମା ହୁଅ। ବହୁତ ସନ୍ତାନମାନେ ବର୍ତ୍ତମାନ ସମୟରେ କର୍ମର ଗତିର ଜ୍ଞାନରେ ବହୁତ ବେପରୁଆ ହେଇଯାଉଛନ୍ତି। ସେଥିପାଇଁ ଛୋଟ ଛୋଟ ପାପ ସବୁ ହେବାରେ ଲାଗିଛି। କର୍ମ ଦର୍ଶନର ସିଦ୍ଧାନ୍ତ ହେଉଛି, ଯଦି ତୁମେ କାହାର ନିନ୍ଦା କରୁଛ ବା କାହାର ଭୁଲକୁ ଚାରିଆଡ଼େ ପ୍ରଚାର କରୁଛ, କାହାର ହଁରେ ହଁ ମିଶଉଛ, ତେବେ ତାହା ଦ୍ୱାରା ମଧ୍ୟ ପାପର ଭାଗୀଦାରୀ ହେଉଛ। ତୁମେ କାହାର ଗ୍ଲାନି ଯଦି କରିବ, ତେବେ ସେ ମଧ୍ୟ ତୁମର ଗ୍ଲାନି କରିବ। କୁହାଯାଏ ନା, ଏଭ୍ରି ଆକ୍ସନ୍ ଦେୟାର ଇଜ୍ ଆନ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍। ତେଣୁ କର୍ମର ସୂକ୍ଷ୍ମ ଗତିକୁ ଜାଣି ପାପଗୁଡ଼ିକରୁ ମୁକ୍ତ ହୋଇ ସିଦ୍ଧି ସ୍ୱରୂପ ହୁଅ। ଆଦି ପିତା ପ୍ରଜାପିତା ବ୍ରହ୍ମାଙ୍କ ଭଳି ହେବା ପାଇଁ ବା ବ୍ରହ୍ମାଙ୍କ ସମାନ ହେବା ପାଇଁ ଶକ୍ତି, ଶାନ୍ତି ଏବଂ ସର୍ବଗୁଣର ସ୍ତମ୍ଭ ହେବା ଆବଶ୍ୟକ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ସେହି କଲ୍ୟାଣକାରୀ ପିତାଙ୍କର
ଆଉ କିଛି ଅମୂଲ୍ୟ ମହାବାକ୍ୟକୁ ଶ୍ରବଣ କରିବା, ନିଜର ଜୀବନକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱକୁ ଉଦ୍ଧାର କରିବା କାର୍ଯ୍ୟରେ ନିଜକୁ ସହଯୋଗୀ କରିବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।